आलोक टीवी। କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ବିଲାମାଳ ପଞ୍ଚାୟତ ଅନ୍ତର୍ଗତ ଧରଣୀ ମାସ୍କା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଜସ୍ୱ ଶ୍ରେଣୀଗୃହ ନଥିବାରୁ ବନ ବିଭାଗରେ ଏକ ଦୁର୍ବଳ ଓ ଭଙ୍ଗାଘରେ ପାଠପଢ଼ା ଚାଲୁଥିବା ଅଭିଯୋଗ ହୋଇଛି। ଶିଶୁ ବାଟିକାଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ବିଦ୍ୟାଳୟରେ ମୋଟ 29 ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ 3 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ରହିଛନ୍ତି। ତେବେ ନିଜସ୍ୱ ଶ୍ରେଣୀଗୃହ ନଥିବା ଘଟଣା ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଉଛି। ବିଦ୍ୟାଳୟ ପରିଚାଳନା କମିଟିର ପରାମର୍ଶକ୍ରମେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ବନ ବିଭାଗର ଉକ୍ତ ଦୁର୍ବଳ ଘରେ ଶ୍ରେଣୀ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ବର୍ଷା ଦିନେ ଛାତରୁ ପାଣି ଗଳୁଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ବସିବାରେ ଅସୁବିଧା ହେଉଛି। ଏପରିକି ଘରଟି ଭୁଶୁଡ଼ି ପଡ଼ିବା ଆଶଙ୍କା ଥିବାରୁ ଏହି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଗ୍ରାମବାସୀ କହିଛନ୍ତି। ଏଭଳି ବିପଦପୂର୍ଣ୍ଣ ପରିସ୍ଥିତିରେ ମଧ୍ୟ 3 ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ନିୟମିତ ଭାବେ ଶିକ୍ଷାଦାନ ଜାରି ରଖିଥିବାରୁ ଗ୍ରାମବାସୀ ସେମାନଙ୍କୁ ପ୍ରଶଂସା କରିଛନ୍ତି। କନ୍ଧମାଳ ରାୟଗଡ଼ା ସୀମାନ୍ତର ଏହି ଦୁର୍ଗମ ଅଞ୍ଚଳର ବିଦ୍ୟାଳୟରେ ଶ୍ରେଣୀଗୃହ ସହ କାର୍ଯ୍ୟାଳୟ, ରୋଷେଇ ଘର ଓ ପାନୀୟ ଜଳ ଭଳି ମୌଳିକ ଭିତ୍ତିଭୂମି ମଧ୍ୟ ନଥିବା ଅଭିଯୋଗ ହୋଇଛି। ଫଳରେ ବନ ବିଭାଗର ଘରେ ପାଠ ପଢ଼ା ସହ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ମଧ୍ୟ ଚାଲୁଥିବା ଜଣାପଡ଼ିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିଦ୍ୟାଳୟ ପ୍ରାୟ ସକାଳ 10ଟାରେ ଖୋଲି ଅପରାହ୍ନ 4ଟା ପର୍ଯ୍ୟନ୍ତ ଚାଲୁଛି। ପ୍ରଧାନ ଶିକ୍ଷକ ଆମ୍ବୁଜ ପରାଶେଟ୍‌ଙ୍କ ସମେତ ଚିନ୍ମୟ କୁମାର ସେଠୀ ଓ ସୁନିତା ପାତ୍ର ନିୟମିତ ଭାବେ ବିଦ୍ୟାଳୟକୁ ଆସି ଉକ୍ତ ଘରେ ଶିକ୍ଷାଦାନ କରୁଛନ୍ତି। ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନଥିବାରୁ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀ ଭଙ୍ଗା ଘରେ କିପରି ଉପଯୁକ୍ତ ପରିବେଶରେ ଶିକ୍ଷାଲାଭ କରିବେ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ଏନେଇ ପୂର୍ବରୁ ଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ସେମାନେ ଅଭିଯୋଗ କରିଛନ୍ତି। ତୁରନ୍ତ ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନିର୍ମାଣ ସହ ରୋଷେଇ ଘର, କାର୍ଯ୍ୟାଳୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବା ସହ ଘଟଣାର ତଦନ୍ତ କରିବାକୁ ଗ୍ରାମବାସୀ ଶିକ୍ଷା ବିଭାଗ ଓ ପ୍ରଶାସନ ନିକଟରେ ଦାବି କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। କନ୍ଧମାଳ ଜିଲ୍ଲାରୁ ରଙ୍ଗନାଥ ବଡ଼ସାଇଙ୍କ ରିପୋର୍ଟ, ଆଲୋକ ଟିଭି।